Hello student, welcome to the BM classes. This is Vishnu One on lecture in English, Virabhati Women's College, Teresinga. Today I am going to teach you the last stanza of the famous poem Stopping by Woods on a Snowy Evening of plus 2 first year Arts, Science, Commerce, which is written by the famous American poet Robert Frost. The full name of the Robert Frost is Robert Lee Frost. He was born in the year 1874 and died in the year 1963. Through his poem, he has famous for his poem and he has written so many poems. He is such a natural lover. ପ୍ରକୃତରେ ରୋବର୍ଟ ଫ୍ରଷ୍ଟ ଜଣେ ଏପରି ଏକ ପ୍ରକୃତି ପ୍ରେମୀ ଥିଲେ। ତାଙ୍କର ଏହି କବିତାରୁ ଆମେ ଜାଣିପାରୁଛୁ। we have already discussed the three stanza in our previous class। ଆମେ ଆଗରୁ ତିନୋଟି stanza ଡିସ୍କସନ୍ କରିସାରିଛୁ। ଯେଉଁ stanza ମାନଙ୍କରେ ଲେଖକ ବା କବିଙ୍କ ବିଷୟରେ ସେ କିପରି ପ୍ରକୃତି ପ୍ରେମୀ ଥିଲେ ଆଉ ସେ ଛୋଟିଆ ଦୃଶ୍ୟ ସେଇ ସୁନ୍ଦର ଦୃଶ୍ୟ ଦେଖିବା ପାଇଁ କେମିତି ସେଇ ସନ୍ଧ୍ୟା ସେଇ ବର୍ଷର ସବୁଠୁ ଗଭୀରତମ ସନ୍ଧ୍ୟା ଆଉ ଅନ୍ଧାରିଆ ଥଣ୍ଡାମୟ ହୋଇଥିଲେ ମଧ୍ୟ ସେ ସେଇ ଦୃଶ୍ୟକୁ ଦେଖିବା ପାଇଁ ସେଠି ଅଟକି ସେଇ ଦୃଶ୍ୟକୁ ଉପଭୋଗ କରୁଥିଲେ। ଏହି କବିତାରୁ ତାଙ୍କର ପ୍ରକୃତ ପ୍ରେମ ଜଣାପଡ଼ୁଛି ଆଉ ସେ ପ୍ରକୃତିକୁ ପ୍ରେମ କରୁଛନ୍ତି ବୋଲି ଆମେ ଜାଣିପାରୁଛୁ। କାରଣ ସେ ଥଣ୍ଡା ଏହିପରି ଭୀଷଣ ଥଣ୍ଡା ଥିଲା ଆଉ ସେହି ସମୟରେ ସେଇ ଉଡ୍ସ ପାଖରେ ସେଇ ଜଙ୍ଗଲ ପାଖରେ ଜଙ୍ଗଲର ଦୃଶ୍ୟ ସେ ବରଫ ପଡ଼ୁଥିବାର ଦୃଶ୍ୟ ଦେଖିବା ପାଇଁ କବି ସେଠି ଅଟକିଥିଲେ। ତାଙ୍କର ସେଇ ଅତି ଆପଣାର ଅତି ହମ୍ବୁଲ ହର୍ସ ସେ ମଧ୍ୟ ବିରକ୍ତି ହୋଇ ତାଙ୍କର ସେ ହାର୍ନେସ୍ ବେଲ୍ ମଧ୍ୟ ବଜାଇଥିଲେ କିନ୍ତୁ ସେ ଶୁଣିଲେ ନାହିଁ। ବର୍ତ୍ତମାନ ଆଜି ଆମେ ଫୋର୍ଥ ଷ୍ଟାଞ୍ଜା ଡିସ୍କସନ୍ କରିବା। ଏହି ଫୋର୍ଥ ଷ୍ଟାଞ୍ଜା ଇଜ୍ ଦ ଲାଷ୍ଟ ଷ୍ଟାଞ୍ଜା ଅଫ୍ ଦିସ୍ ପୋଏମ୍। ଆଜି ଏହି ଷ୍ଟାଞ୍ଜାରେ ଆମେ କ'ଣ ସବୁ ହେଇଛି ଡିସ୍କସନ୍ କରିବା। The woods are lovely, dark and deep. The poet is describing the woods. The woods are lovely, dark and deep. ସେ କହୁଛନ୍ତି ସେ ଛୋଟିଆ ଜଙ୍ଗଲ ସେ ଜଙ୍ଗଲ ବହୁତ ସୁନ୍ଦର ଥିଲା, ଡାର୍କ ଥିଲା, ଅନ୍ଧାରିଆ ଥିଲା ଆଉ ଡିପ୍ ମଧ୍ୟ ଥିଲା, ବହୁତ ସୁନ୍ଦର ଥିଲା। ସେଇ ଦୃଶ୍ୟଟା ଏତେ ସୁନ୍ଦର ଥିଲା ଯେ ସେଇ ଦୃଶ୍ୟର ସେଇ ଦୃଶ୍ୟକୁ ସେ ଉପଭୋଗ କରିବା ପାଇଁ ସେଠି ଅଟକୁଛନ୍ତି। ବଟ୍ ଆଇ ହ୍ୟାଭ୍ ପ୍ରମିସ୍ଡ ଟୁ ଗୋ। ସେଇ ଦୃଶ୍ୟ ଏତେ ସୁନ୍ଦର ଥିଲେ ମଧ୍ୟ ସେଇ ଉଡ୍ସ ଏତେ ଘଞ୍ଚ ଜଙ୍ଗଲ ଦେଖିବାର ସୁନ୍ଦର ସେଇ ଘଞ୍ଚ ଓ ଅନ୍ଧାରିଆ ଉଡ୍ସ ଦେଖିବାର ଯେଉଁ ତାଙ୍କର ଇଚ୍ଛା ଥିଲା ସେ ଇଚ୍ଛା ଥିଲେ ମଧ୍ୟ ବଟ୍ ଆଇ ହ୍ୟାଭ୍ ପ୍ରମିସ୍ଡ କିପ୍। କିନ୍ତୁ ତାଙ୍କୁ ସେ ପ୍ରମିସ୍ କରିଥିଲେ, ୱିଶେସ୍ କରିଥିଲେ, ଡିଜାୟାର କରିଥିଲେ, ତାଙ୍କର ଗୋଟେ ଡ୍ରିମ୍ ଥିଲା ଯେ ସେ ଆଗକୁ ଯିବେ। ତାଙ୍କର ଅନେକ ଗୁଡ଼ିଏ କାମ ଅଛି। ହି ଇଜ୍ ଏ ରେସ୍ପନ୍ସିବୁଲ୍ ପର୍ସନ୍ ଆଣ୍ଡ ହି ହ୍ୟାଜ୍ ସୋ ମେନି ୱାର୍କ ଟୁ କମ୍ପ୍ଲିଟ୍ ଷ୍ଟିଲ୍ ୟେଟ୍। ତେଣୁ ସେ ଜଣେ ଦାୟିତ୍ୱବାନ ହେଇଥିବାରୁ ସେ ପୁଣି କହୁଛନ୍ତି ଆଣ୍ଡ ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍। ସେ କହୁଛନ୍ତି ଯେ ସେ ଜଣେ ଦାୟିତ୍ୱବାନ ଲୋକ ହେଇଥିବାରୁ ତାଙ୍କର ଅନେକ ଗୁଡ଼ିଏ କାମ ଥିବାରୁ ସେ ପ୍ରକୃତିରେ ରେସ୍ପନ୍ସିବୁଲ୍ ବ୍ୟକ୍ତି ହେଇଥିବାରୁ ସେଇ ଦୃଶ୍ୟ ତାଙ୍କୁ ଯେତେ ଦେଖୁଥିଲେ ସେତେ ନୂଆ ଲାଗୁଥିଲେ ମଧ୍ୟ ସେଇ ଦୃଶ୍ୟକୁ ଛାଡ଼ି ଆସିପାରୁନଥିଲେ ମଧ୍ୟ ତାଙ୍କର ଅନେକ ଗୁଡ଼ିଏ ଯେହେତୁ କାମ ଥିଲା। ବଟ୍ ଆଇ ହ୍ୟାଭ୍ ପ୍ରମିସ୍ଡ ଟୁ କିପ୍। ସେ ତାଙ୍କ ଯିବା ପାଇଁ ସେ ପ୍ରମିସ୍ କରିଥିଲେ, ତାଙ୍କର ୱିଶ୍ ଥିଲା, ଡିଜାୟାର ଥିଲା, ସେ ଆଗକୁ ବଢ଼ିବାର ଅନେକ ଗୁଡ଼ିଏ ଆଶା ଆକାଂକ୍ଷା ଥିଲା। ତେଣୁ ସେ କହୁଛନ୍ତି ଆଣ୍ଡ ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍। ମାନେ ମୁଁ ଶୋଇବା ପୂର୍ବରୁ ଅନେକ ମାଇଲ୍ସ ଯିବାର ଅଛି, ଅନେକ ଆଗକୁ ବଢ଼ିବାର ଅଛି, ଅନେକ କବିତା ଲେଖିବାର ଅଛି, ଅନେକ କାମ କରିବାର ଅଛି, ଅନେକ ଗୁଡ଼ିଏ ଅଧୁରା କାମକୁ ମୋର ପୁରା କରିବାର ଅଛି। ଆଇ ହ୍ୟାଭ୍ ଟୁ କମ୍ପ୍ଲିଟ୍ ମାଇ ୱାର୍କ। ଆଇ ଏମ୍
I have an ambition and I have to complete my work within the short period of time, so that and miles to go before I sleep and miles to go before I sleep। ଏହି ଲାଷ୍ଟ ଷ୍ଟାଞ୍ଜାରୁ ଆମେ ଜାଣିପାରୁଛୁ ଯେ ପ୍ରକୃତରେ କବି ସେ ପ୍ରକୃତିକୁ ଭଲ ପାଉଥିଲେ। ସେଇ ଦୃଶ୍ୟକୁ ସେ ଉପଭୋଗ କରିବା ପାଇଁ ସେଇ ଦୃଶ୍ୟ ଏତେ ଆକର୍ଷଣୀୟ ହୋଇଥିଲା ଯେ ସେ ଏତେ ଥଣ୍ଡାରେ ମଧ୍ୟ ତାଙ୍କର ଯେଉଁ ଅତି ଆପଣର ଘୋଡ଼ା ସତର୍କ ଘଣ୍ଟି ବା ସବୁ ଘଣ୍ଟି ବଜେଇଥିଲେ ମଧ୍ୟ ସେ କିଛି ନ ଶୁଣି ସେଇ ଥଣ୍ଡାକୁ ଖାତିର ନ କରି ସେଇ ଥଣ୍ଡାରେ ସେ ବସି ସେଇ ଜାଗାରେ ସେଇ ଦୃଶ୍ୟକୁ ଦେଖୁଥିଲେ। କିନ୍ତୁ ସେ ତାଙ୍କର ଗୋଟେ ଡିଜାୟାର ଥିଲା, ତାଙ୍କର ଗୋଟେ ୱିଶ୍ ଥିଲା, ହୋପ୍ ଥିଲା, ତାଙ୍କର ଗୋଟେ ଡ୍ରିମ୍ ଥିଲା ଯେ ସେ ଆଗକୁ ବଢ଼ି ଚାଲିବେ। ଆଉ ସେଇ ଦୃଶ୍ୟକୁ ବର୍ଣ୍ଣନା କରି ଲଭଲି ଡାର୍କ ଆଣ୍ଡ ଡିପ୍ ଅତି ସୁନ୍ଦର ଜଙ୍ଗଲ ଆଉ ଘଞ୍ଚ ଅନ୍ଧରିଆ ବୋଲି ତୁଳନା କରି କହିଛନ୍ତି, ବଟ୍ ଆଇ ହ୍ୟାଭ୍ promised to go, I have promised to go, I have promised to keep। ସେ ମୁଁ ଅନେକ ଗୁଡ଼ିଏ କାମ କରିବାର ଅଛି, ମୋର ଅନେକ ଗୁଡ଼ିଏ ଦାୟିତ୍ୱ ଅଛି ବୋଲି କହିଛନ୍ତି ଏବଂ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ରଖିଛନ୍ତି। ତାଙ୍କର ଗୋଟେ ଆଶା ଭରସା ଆକାଂକ୍ଷା ରହିଛି। ତେଣୁ ସେ ଜାଗାରେ ସେ ନ ରହି ଶେଷରେ ସେ ଦୃଶ୍ୟକୁ ଛାଡ଼ି ତାଙ୍କ ଫାର୍ମ ହାଉସ୍କୁ ଯିବାକୁ ପଡ଼ିଥିଲା। କାରଣ ତାଙ୍କୁ ଅନେକ ଗୁଡ଼ିଏ କାମ କରିବାର ଥିଲା, ଅନେକ ଗୁଡ଼ିଏ ତାଙ୍କର ଆଶା ଆକାଂକ୍ଷା, ତାଙ୍କର ଇଚ୍ଛା, ତାଙ୍କର ଗୋଟିଏ ସ୍ୱପ୍ନକୁ ସେ ପୁରା କରିବାର ଥିଲା, ଆଗକୁ ବଢ଼ିବାର ଥିଲା। ତେଣୁ ସେ ଦୃଶ୍ୟକୁ ସେ ସେଠି ତ୍ୟାଗ କରି ସେଠି ଛାଡ଼ି ଦେଇ ସେଇ ସୁନ୍ଦର ଜଙ୍ଗଲ ସୁନ୍ଦର ଉଡ୍ସକୁ ଛାଡ଼ି ସେ ତାଙ୍କର ଫାର୍ମ ହାଉସ୍କୁ ଫେରିଛନ୍ତି। ଏମିତି ଅନେକ ଭିଡ଼ିଓ ଦେଖିବା ପାଇଁ ଆଉ ଏହି ପାଠର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ ଦେଖିବା ପାଇଁ ମୋର ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରିବେ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ଆପଣଙ୍କ ପାଖକୁ ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ଆପଣ ପାଖକୁ ପ୍ରଥମେ ନୋଟିଫିକେସନ୍ ଯିବ, ଆପଣ ଦେଖିପାରିବେ। କୌଣସି ପଇସା ଲାଗିବ ନାହିଁ, ଫ୍ରିଲି ଆପଣ କରିପାରିବେ। ଏମିତି ମୋର ଅନେକ ଗୁଡ଼ିଏ କ୍ଲାସ୍ ଦେଖିବା ପାଇଁ ଗ୍ରାମାର କ୍ଲାସ୍, ଲିଟରେଚର କ୍ଲାସ୍, ଲାଙ୍ଗୁଏଜ୍ କ୍ଲାସ୍, ସ୍ପୋକନ୍ ଇଂଲିଶ କ୍ଲାସ୍ ଆଣ୍ଡ କମ୍ପିଟେଟିଭ୍ କ୍ଲାସ୍ ଦେଖିବା ପାଇଁ ମୋ ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।